ଏହିଠାରେ ଉପସ୍ଥିତ ଥିବା ସାତଖଣ୍ଡ ଗ୍ରୁପର ଗ୍ରୁପ ଏରା ଆଉ ଏହିଠାରେ ଉପସ୍ଥିତ ଥିବା ସାତଖଣ୍ଡର ପ୍ରତ୍ୟେକ ଆଉ ମୁଁ ବିଶେଷ କରି ଗ୍ରୁପ ଏରା ଗ୍ରୁପ ସେକ୍ରେଟାରୀ ଆଉ ନୂତନ ଭାବରେ ବାଛିତ ହୋଇଥିବା ସେକ୍ରେଟାରୀ ଆଉ କୋଷାଧ୍ୟକ୍ଷ ଆଉ ଏଠାରେ ଉପସ୍ଥିତ ଥିବା ସୁନ୍ଦର ଭାବରେ ସେ ତିନୋଟି ଚିହ୍ନ ଦେଇ ସେମାନଙ୍କୁ ପ୍ରଦାନ କରିଛନ୍ତି। ତେଣୁ ସେମାନଙ୍କ ମାନଙ୍କୁ ପ୍ରତ୍ୟେକ ବୁଦ୍ଧିଜୀବୀ କର୍ମକର୍ତ୍ତା ମାନଙ୍କ ସହିତ ତେଣୁ ଆଜି ନୂତନ ଭାବରେ ଯେଉଁମାନେ ପରିଚାଳନା କରିବେ ସେମାନଙ୍କ ପାଇଁ ମଧ୍ୟ ସେ ସୁନ୍ଦର ଭାବରେ ପ୍ରାର୍ଥନା କରିବେ। ଆଉ ଯେଭଳି କି ଆଗକୁ ଯେମିତି ଚାଲୁଥିଲା ସେହିପରି ଆଉ ପୁନର୍ବାର ଆଉ ଆଗକୁ ଯେମିତି ଭଲରେ କରିବ ସେହିପରି ମଧ୍ୟ ସେ ସୁନ୍ଦର ଭାବରେ ଆଜି ଦିନଟାକୁ ସୁନ୍ଦର ଭାବରେ ସେମାନଙ୍କୁ ଦେଇ ପରାମର୍ଶ ଦେଇ ପ୍ରାର୍ଥନା କରିଛନ୍ତି ବୋଲି ମୋର ଆଶା ଭରସା। ତେଣୁ ବିଶେଷ କରି ମୁଁ ଦିବ୍ୟରଞ୍ଜ ଗ୍ରୁପ ଏରାକୁ ମୁଁ ବିଶେଷ କରି ଅନୁରୋଧ କରିବାକୁ ଚାହେଁ। ମୁଁ ତ ଆଉ ଛୋଟ ଜ୍ଞାନ ଆଉ କିଛି ମୋ ଦ୍ୱାରା କିଛି ବୁଦ୍ଧି ନାହିଁ ଆଉ ଜ୍ଞାନ ନାହିଁ। ତେଣୁକରି ଆପଣମାନଙ୍କର ପ୍ରାର୍ଥନା ଦ୍ୱାରା ଏତିକି ମୁଁ କହିବାକୁ ପାରିଅଛି କିଛି ପ୍ରସ୍ତୁତ ମଧ୍ୟ ହେଇପାରିନି। ତେଣୁକରି ବିଶେଷ କରି ଗ୍ରୁପ ଏରା ଆଜ୍ଞା ଆପଣମାନଙ୍କୁ ବିଶେଷ କରି ଅନୁରୋଧ କରାଯାଉଛି ଆଜି ଦିନ ମାନଙ୍କୁ ଆପଣ ଆଉ ସାତଖଣ୍ଡ ଗ୍ରାମ ଠାରୁ ମୁଁ ବିଦାୟ ନେଇ ଯାଉଛି। ମୁଁ ଆପଣ ଏଇଠାରେ ଅଂଶୀ ନାହିଁ ବୋଲି ଆମେ ଆପଣ କିଛି ଭାବନ୍ତୁ ନାହିଁ କିନ୍ତୁ ଆମ ପାଇଁ ତୁମେ ରହିବେ ଆଉ ଆପଣମାନେ ମଧ୍ୟ ଆମ ପାଇଁ ପ୍ରାର୍ଥନା କରିବେ। ଆଉ ନୂତନ ଭାବରେ ଗ୍ରୁପରେ ବାଛିତ ହୋଇଥିବା ସେକ୍ରେଟାରୀ ଆଉ କୋଷାଧ୍ୟକ୍ଷମାନଙ୍କ ପାଇଁ ମଧ୍ୟ କିଛି ପ୍ରାର୍ଥନା କରିବେ ଯେମିତିକି ଆମେମାନେ ଏକତ୍ରିତ ହୋଇକି ଯେମିତିକି ଆମେମାନେ ଆଗକୁ ବଢ଼ିବା ଯେମିତିକି ଆମେମାନେ ଆଉ ନିଜ ନିଜ ଗ୍ରୁପକୁ ଆମେମାନେ ଯେମିତିକି ସୁନ୍ଦର ଭାବରେ ପରିଚାଳନା କରିବା ଏଥିପାଇଁ ମଧ୍ୟ ଆପଣ ଚେଷ୍ଟା କରିବେ ଆଉ ପ୍ରାର୍ଥନା ମଧ୍ୟ କରିବେ। ଆଉ ନୂତନ ଆଉ ଯେଉଁମାନେ ବାଛିତ ହୋଇଛନ୍ତି ସେମାନଙ୍କ ସହିତ ଲାଗିକି ରହିବ ବୋଲି ମୋର ବିଶେଷ କରି ଅନୁରୋଧ କରି ଆଉ କିଛି କଥା ମୁଁ ବ୍ୟାଖ୍ୟା କରି ଆଉ ଏତିକି କହି ବକ୍ତବ୍ୟ ବନ୍ଦ କରୁଛି। ଆଉ ଭୁଲ ଥିଲେ ମଧ୍ୟ ଆଉ କ୍ଷମା ପ୍ରାର୍ଥନା କରିବି। ଧନ୍ୟବାଦ। ଆମେ କେବେ ଭାବିଥିଲୁ ଆମର ଗ୍ରୁପ ଏରା ଚେଞ୍ଜ ହେବ କେବେ ଭାବିନଥିଲୁ କାରଣ ତାଙ୍କର ଦେହ ଅସୁସ୍ଥତା ଯୋଗୁଁ ଆଉ ତାହାକୁ ଆମେ କ'ଣ କଲୁ ଆଉ କର୍ମକର୍ତ୍ତାରୁ କିଛି ନିବୃତ୍ତ କରିଛୁ ଭାରରୁ କିଛି ମୁକ୍ତ କରିଛୁ। ଯଦି ଆମେ ଚାହୁଁନଥିଲୁ ଯେ ଆମ ଗ୍ରୁପରୁ କର୍ମକର୍ତ୍ତା ରୂପେ ନ ରହୁ ବୋଲି ଆମେ ଚାହୁଁଥିଲୁ ଗ୍ରୁପର କର୍ମକର୍ତ୍ତା ଭାବେ ସେ ରହୁ ବୋଲି ଆଉ ଗ୍ରୁପରେ କାମ କରୁ ବୋଲି। ଯେତେବେଳେ ଆମେ ଭୋଟିଂ କରାଗଲା କ'ଣ କରାଗଲା